बड़ा आनंदर दिन मो स्वामी भी ए अयोध्या राजसिंहासन राजा आगे राजराणी यहाँ खुशी दिन मो आउ कौन हो पारे मुझे स्थान मोर स्वामी आसवा बाट को अनुसरण कर रही। स्वामी आपण क्रंदन करें आपण कौन है स्वामी आपण सत्य कथा कहते स्वामी कहीं बारंबार क्रंदन कर आनंदर अयोध्या राजसिंहासन किछिटा मुहूर्त पर आनंदर टिके आखिर लुहुट झरी पड़ा आखिर मोर आनंदर झरी पड़ू देख कहीं कांदी मोर कौन हम अयोध्या राजा हेबी तो से शर्मांगरे राजकीय पोशाक सब ना मन कि भावुच पंडित मैंने ब्राह्मण मैंने राजा हेबा पूर्व सुगंधित तैल गंगाचल सब स्नान करने तुम्हें था आपण निश्चय मत किसी लुचाइबा चेष्टा करुचंती देहरे राज पोषाक नहीं नयन बही जाए धार धार लुह कहते स्वामी ये आपणकर कौन होईची श्री राम वीर नेत्रे देखी धीरे पाच रांती सासी मुखी अयोध्या राजा सिंहासन राजा होते कहीं क्रंदन कर समस्त सत्य कथा तुम स्वामी रामचंद्र आखिरी आज कहीं हाँ स्वामी समस्त कथा जाना चाहिए सुन सीता बाणे राम सुने करे कहती न याने निराभरे
ବ୍ରଥର ଯାହେବ ବନକୁ ପେଶିଲେ ଦଣ୍ଡଧାରୀ ଆଗ ବଇଦେଇ ପିତା ସମସ୍ତେ ଜାଣନ୍ତି ଏ ରାତ୍ର ପାଇବା କ୍ଷଣି ତୁମର ସ୍ୱାମୀ ରାମଚନ୍ଦ୍ର ଅଯୋଧ୍ୟାରେ ରାଜା ହେଲେ ମୁହୂର୍ତ୍ତକ ମଧ୍ୟରେ ସେ କଥାଟା ପରିବର୍ତ୍ତନ ହୋଇଯାଇଛି। ଭରତ ହେବ ଅଯୋଧ୍ୟାରେ ରାଜା, ମୁଁ ଯେପରି ବନବାସ ଯିବି ସୀତା ବନ ରାମ ଶୁଣି ସୀତା ବୋଲେ कहीं पाई पिता यह कोले तुम परा पुत्र बन धाई जाधारी केही बाले याहे रघुवीरा कहीं पाई पिता को ले या बिचारा याहे ପିତା ପରା ନିଜେ ମନସ୍ଥ କରିଥିଲେ ଆପଣ କି ଅଯୋଧ୍ୟା ରାଜ ସିଂହାସନରେ ରାଜ କରାଇବା ପାଇଁ, ହେଲେ ଆଜି ଭରତ ଅଯୋଧ୍ୟାରେ ରାଜା ହେବ ଆଉ ଆପଣ ବନବାସ ଚାଲିଯିବେ, ଏହା କିପରି ସମ୍ଭବ ହେଲା ସ୍ୱାମୀ? ସବୁ କିଛି ଅସମ୍ଭବ ଅଛି ସମ୍ଭବ ହୋଇଛି ସୀତା। ନାଇଁ ସ୍ୱାମୀ, ସୀତା ବାଣୀ ଶୁଣେ ରଘୁପତି ବୋଲନ୍ତି সোনারে মৃগনেত্রী পূর্বে কইকে আনন্দ ସେହି ବରକୁ ମାଗିଲେ କଇକେୟୀ ଆଗ ବଇଦେଇ ଅତୀତରେ ସ୍ଥାନମୟ କୈକେୟୀଙ୍କୁ ପିତା ଦୁଇଟି ବର ଦେଇଥିଲେ। ଅଯୋଧ୍ୟାରେ ମୋର ରାଜା ହେବା କଥାଟା ଶୁଣି
ପିତାଙ୍କୁ ସତ୍ୟ କରାଇ ମାଗି ନେଲେ ଅତିଥର ବର। ଭରତ ଅଯୋଧ୍ୟାରେ ରାଜା ହେବ। ଆଉ ଏ ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ବର୍ଷ ବର୍ଷ ଧରି ସେ ଯେପରି 14 ବର୍ଷ ନିବିଡ଼ କାନନ ମଧ୍ୟକୁ ଯିବ। ନାଇଁ ସ୍ୱାମୀ, ଗ୍ରାମରେ ରହିବି ନାହିଁ କି ଅନ୍ନ ଶୁଦ୍ଧ ଭୋଜନ କରିବି ନାହିଁ। তুমি তুমি অযোধ্যাରେ ଥାଅ ସୀତା। ଆଉ ସମେତ ପଡ଼ି ଯାଉଛି। ନାଇଁ ସ୍ୱାମୀ। ରାମ ବାଣୀ ସୀତା ଶୁଣି କରି କାନ୍ତି ନୟନେ ନିରାଭରେ। जेबे जीवा तुमे बना को निशान। जेबे जीवा तुमे बना को निशान। मोती ବନବାସ ଚାଲିଯିବି ତାହେଲେ ମୁଁ ଏ ଅଯୋଧ୍ୟାରେ ରହି କଣ କରିବି ସ୍ୱାମୀ? ମୁଁ ଆପଣଙ୍କ ସହିତ ବନବାସ ଯିବାକୁ ଚାହେଁ ନା ସ୍ୱାମୀ। ବର୍ଷ ବର୍ଷ ଧରି 14 ବର୍ଷ ବନବାସ ଦୁଃଖ କଷ୍ଟ ତମେ କେବେ ସହ୍ୟ କରିପାରିବ ନାହିଁ। ମାସେ ନୁହେଁ, ବର୍ଷେ ନୁହେଁ, 2 ବର୍ଷ ନୁହେଁ, ବର୍ଷ ବର୍ଷ ଧରି 14 ବର୍ଷ ଦୁଃଖ। ତମେ ଜଣେ ନାରୀ ଅବଳା ଅଯୋଧ୍ୟାର କୁଳବଧୂ। ତମେ ଅଯୋଧ୍ୟାରେ ଥାଅ। ମୁଁ ଅଳ୍ପ ଦିନ ମଧ୍ୟରେ ବନବାସ ଶେଷ କରି ତୁମ ନିକଟକୁ ଫେରି ଆସିବି। ତୁମର କାର୍ଯ୍ୟ ହେଲା ଅଯୋଧ୍ୟାରେ ଥାଇ ଶାଶୁ ଶ୍ୱଶୁରଙ୍କର ସେବା କରିବା। ଏ ହେଉଛି ତୁମର କାମ। ତମେ ଥାଅ। ଆପଣ ପୁରା ସବୁବେଳେ କହୁଥିଲେ ମୁଁ ଆପଣଙ୍କର ପ୍ରାଣଧନ ବୋଲି। ଏ ଘଡ଼ିଏ ନ ଦେଖିଲେ ଆପଣ ପାଗଳ ହୋଇଯାନ୍ତି ବୋଲି। ହେଲେ ମତେ ଆଜି ଅଯୋଧ୍ୟାରେ ଛାଡ଼ିଦେ ଏ ବନବାସ ଯିବା କଥା ମନ ମଧ୍ୟରେ ଭାବି ପାରିଲା କିପରି ସ୍ୱାମୀ? ମୁଁ ଯେ ଆଜି ସତ୍ୟର ଆବଦ୍ଧ ସୀତା। ପିତାଙ୍କର ସତ୍ୟ ରକ୍ଷା କରିବା ଏ ହେଉଛି ମୋର କାର୍ଯ୍ୟ। ମୁଁ ଯେବେ ବନସ୍ଥ କରୁଛେ ପିତାଙ୍କ ନିକଟରେ କରିଥିବା ସତ୍ୟ, କାଣ୍ଡ ପଦର ଛୁଇଁ ମାଙ୍କ ନିକଟରେ କରିଥିବା ସତ୍ୟଟା ସବୁ ଯେପରି ବ୍ୟର୍ଥ ହୋଇଯିବ। ଆପଣ ଯଦି ବି ମତେ ବନବାସ ନ ନେବେ ତାହେଲେ ମୁଁ ନିଶ୍ଚୟ ବିଷ ଖାଇ ମୋର ଏଇ ପ୍ରାଣକୁ ବିସର୍ଜନ କରିଦେବି। ନା ସୀତା, ଆତ୍ମହତ୍ୟା କରିବା ମହାପାପ। ଏ ଜୀବନ ମନୁଷ୍ୟ ଜୀବନ ଥରେ ମାତ୍ର ମନୁଷ୍ୟ ପାଇଁ ଆସେ। ଦୁର୍ଲଭ ଜୀବନକୁ ତମେ କାହିଁକି ଚଳଞ୍ଚଳି ଦେବ? ତାହେଲେ କାହିଁକି ମତେ ସାଥିରେ ବନବାସ ନେଉନାହାନ୍ତି ସ୍ୱାମୀ? ତମେ ତାହେଲେ ମୋ ସହିତ ଯିବ? ତମେ ଯେତେବେଳେ ଚାହୁଁଛ ଯିବା ପାଇଁ ମୁଁ ତୁମକୁ କାହିଁକି ମନା କରିବି? ଚାଲ, ମୁଁ ତୁମର ମନ ଜାଣିବା ପାଇଁ ତମ ନିକଟରେ ଛଳନା କରୁଥିଲି। ତାହେଲେ ଆପଣ କଣ ମତେ ସାଥିରେ ବନବାସ ନେଇଯିବେ? ତମେ ନିଶ୍ଚୟ ଯିବ ସୀତା, ନିଶ୍ଚୟ। ମୀନା କଣ କେବେ ଜଳକୁ ଛାଡ଼ି ବଞ୍ଚିପାରେ? ପ୍ରସ୍ଫୁଟିତ ପଦ୍ମ ସେ କଣ ସୂର୍ଯ୍ୟଙ୍କୁ ଛାଡ଼ି ପୁଷ୍କରଣୀରେ ଫୁଟିଥିବା କଇଁ ସେ କଣ
ନୀଳ ଆକାଶରେ ଥିବା ଚନ୍ଦ୍ରର ଦକ୍ଷିଣାକୁ ଛାଡ଼ି ବଞ୍ଚିବା ନାଇଁ ସ୍ୱାମୀ, ତୁମକୁ ଛାଡ଼ି ବଞ୍ଚିବା ମୋ ପକ୍ଷେ କଷ୍ଟ ସହିତ। ଚାଲ ସମୟ ଯେ ଗୁଡ଼ି ଯାଉଛି, ପିତା ମାତା ଏମାନଙ୍କ ଠାରୁ ବିଦାୟ ନେଇ ଆମେ ବନବାସ ଚାଲିଯିବା। ଲକ୍ଷ୍ମଣ ମଧ୍ୟ ଆମ ସହିତ ବନବାସ ଯିବେ। ଲକ୍ଷ୍ମଣ ଆମ ସହିତ ବନବାସ ତମ ପରି ସେ ମୋତେ କହୁଥିବେ ମନା କରିବାରୁ ସେ କହିଲେ ଆତ୍ମହତ୍ୟା କରିବେ ବୋଲି। ସେ ମଧ୍ୟ ବନବାସ ଯିବେ। ଆସ ସାଥୀ ହୋଇ ପିତାମାତାଙ୍କ ଠାରୁ ମିଳାଣି ନେଇ ଆମେ ଚାଲିଯିବା।